ଦେଖନ୍ତୁ ସରକାର ଯେଉଁ ଉଚ୍ଚସ୍ତରୀୟ କମିଟି କରିଛନ୍ତି ମହାନଦୀ ଜଳ ବିବାଦର ଆପୋଷ ସମାଧାନ ପାଇଁ ତାର ଆଜି ଦ୍ୱିତୀୟ ବୈଠକ ହେଇଥିଲା ଏବଂ ଏ ଦ୍ୱିତୀୟ ବୈଠକରେ ଯାହା ଆମେ ଜାଣିବାକୁ ପାଇଲୁ କିଛି ଭଲ ପ୍ରୋଗ୍ରେସ୍ ହେଇଛି ଏବଂ ଆସନ୍ତା 23 ତାରିଖରେ ଯେଉଁ କଥା ଆଗରୁ ଆମେ କହି ଆସିଥିଲୁ ଯେ ଗୋଟେ ସର୍ବଦଳୀୟ ବୈଠକ ହେବା ଦରକାର ଏବଂ ସେ ସର୍ବଦଳୀୟ ବୈଠକ ଆସନ୍ତା 23 ତାରିଖରେ এই কমিটি আহ্বান করছি এবং সবু দলକୁ একাঠি করাইবার প্রয়াস করছি এবং একথা মধ্যে আমি শুনিলু যে সর্বদলীয় বৈঠক পরে যে সংগঠন মানে মহানদী কু নেকি কাম করুচন্তি মহানদীর প্রবাহକୁ নেকি বা মহানদীরে যে সমস্যা সৃষ্টি হয়েছি তাকু নেকি যে মানে কাম করুচন্তি সেমানকু মধ্য এই কমিটি ভেটিব বলি ଆମକୁ ମଧ୍ୟ ଆମ ପାଖରେ ଖବର ଅଛି ଏବଂ ତା ସହିତ ଆମେ ମଧ୍ୟ କହୁଥିଲୁ ଯେ ଏ କମିଟି ଥରେ କ୍ଷେତ୍ରକୁ ଯିବା ଦରକାର ଗ୍ରାଉଣ୍ଡ ଜିରୋକୁ ଯିବା ଦରକାର ଯାକି ଦେଖିବା ଦରକାର ବାସ୍ତବର ସ୍ଥିତି କ'ଣ ଅଛି ଏବଂ ସେମାନେ ମଧ୍ୟ ଆମେ ଯାହା ଶୁଣୁଛୁ ଜାନୁଆରୀ 31 ଏବଂ ଫେବୃଆରୀ 1 এই 2 ଦିନ ସେମାନେ ଗ୍ରାଉଣ୍ଡ ଜିରୋକୁ ଯିବେ ଏବଂ ସ୍ଥିତି ପରଖିବେ ଏଇସବୁ କଥାକୁ ବା ଯାହା ଡେଭଲପମେଣ୍ଟ ହେଇଛି ताकू महानदी बचाओ आंदोलन पक्षर आम समर्थन करुचु एवं कहवाकू चाहूँ एक भल पदक्षेप समाधान दिगरे निश्चित भाव में गोटे आस्थिवाचक संदेश आम एठू पाऊचु आम आगु कहीचु जे आम महानदी बचाओ आंदोलन पक्षर 22 ରୁ 27 तारीख भितर आम गोटे टीम आम ग्राउंड जीरो को जीवु एवं देखू किंतु एक कहला बेले ମୁଁ ଖାଲି ଏତିକି କଥା କହିବାକୁ ଚାହେଁ ଯେ କଲମା ବ୍ୟାରେଜର ତଳ ମୁଣ୍ଡରେ ଯେଉଁ ବାଲି ବନ୍ଧ ପକାଯାଇଛି ଏବଂ ବାଲି ବନ୍ଧ ପକେଇକି ଯେଉଁ ପାଣି ଅଟକେଇକି ଯେଉଁ ଇଣ୍ଡଷ୍ଟ୍ରିକୁ ଦିଆହେଉଛି ସେହି ସଂକ୍ରାନ୍ତରେ କମିଟି ଚୁପ୍ ରହିବା ଆଦୌ ସ୍ପୃହଣୀୟ ନୁହଁ ୟାକୁ ଆମେ ଗ୍ରହଣ କରିପାରୁନାହୁଁ କାହିଁକି ନା କଲମା ବ୍ୟାରେଜରୁ ଦୁଇଟା ଗେଟ୍ ଖୋଲା ହେଲା ଦୁଇଟା ଗେଟ୍ ଖୋଲା ହେଲା ପରେ ଯେତିକି ପାଣି ତଳକୁ ଆସିଲା ताकू पुणी थे बंद दिगला और से बंध कौन से बंध हूँ बाली बंध और बाली बंध पकईकी से पा नहीं इंडस्ट्री को दौरान ता अर्थ हूँ जो बाली बंध पड़ा ता तल को आउ टोपे बोली पानी ओडिशा को आसब ना सुखातला पाखे पहुँचब ना यही कथा भावुली आशा रखुली कमिटी पाखु से मैंने छत्तीसगढ़ सरकार को यही विषय मतामत जनइबा उचित था आम कहूँ दाबी करूँ जे ओडिशार मुख्यमंत्री छत्तीसगढ़ मुख्यमंत्री को चिठी लिखु लिखि कहतु जे तुम से पानी बंद कर बंद करवा उचित नुह आपोष आलोचना को आम जाऊँ यही समय यही कम कले कौन हम ना आपोष आलोचनार रास्ता बंद हो दृष्टि मु आशा रखी जे ये कमिटी पुणी थे विचार करूँ एवं तुरंत लेखु चिठी छत्तीसगढ़ सरकार को एवं मुख्यमंत्री छत्तीसगढ़ सरकार को लिखु जे कलमा ब्यारेज तले जो बंध बंधाई ताहा तुरंत हटा जाऊ एवं पानी प्रवाहित होगा दि जाऊ एक कथा मुझे कहवाक चाहे एवं शेष कथा कहवाक चाहे जे कलमा ब्यारेज तले आम देखीचे गत वर्ष मानक पानी आदौ तल को प्रवाहित होना एबे जानुआरी मास फेब्रुआरी मास बेलू से जीवे माने जानुआरी लास्ट और फेब्रुआरी फास्ट जीव कमिटी जीव किंतु तापर आसव मार्च एप्रिल आसव मे आहरी भयंकर अवस्था हम तल मुंडे पानी पीवा पानी पानी ना तो से दृष्टि ए कमिटी खाली बुली आसिले हम ना ठोस पदक्षेप नबार अच्छे से ठोस पदक्षेप आलोचना प्रक्रिया चालू आपोष आलोचना बसंतु आलोचना करूँ सब हो किंतु किसी कंडीशन को से जाहिर करंतु बा इम्पोज करंतु ता होची अणमौसुमी समय जतिकी पानी आमर आवश्यक पानी आमको छड़ा जाए मत यदि पचारे आप आगुरी भी कही एवं भी कहूँ कमिटी जो है आप देखिए जदि केवल बीजेपी दलर मंत्री एमएलए सब अधिक अच्छे जड़े अच्छी विजेडर आउ जड़े अच्छा कांग्रेस यही कमिटीटा गोटे भारसाम्य ठीक रखु संतुलित कमिटी नुह ए कमिटी
ଅନ୍ୟମାନଙ୍କୁ ନିଆଯାଇ ପାରିଥାନ୍ତା। ବାମପନ୍ଥୀ ଦଳମାନେ ଅଛନ୍ତି, ତାଙ୍କର ଗୋଟେ ଏମଏଲଏ ମଧ୍ୟ ଅଛି, ତାକୁ ନିଆଯାଇ ପାରିଥାନ୍ତା। ଏଇଥିରେ ଅନ୍ୟାନ୍ୟ ସାମାଜିକ ସଂଗଠନ ଯେଉଁମାନେ କାମ କରୁଛନ୍ତି ତାଙ୍କୁ ମଧ୍ୟ ନିଆଯାଇ ପାରିଥାନ୍ତା ଏବଂ ସେ କମିଟିକୁ ଆଉ ଟିକେ ବଡ଼ କରିଥିଲେ ମୁଁ ଭାବୁଛି ସମସ୍ତଙ୍କୁ ଆମେ ଜଷ୍ଟିସ୍ ଦେଇପାରିଥାନ୍ତେ ଏବଂ ଏ କମିଟିର ଯେଉଁ ଏକପାଖିଆ ହେଇଛି ତାହା ହେଇନଥାନ୍ତା। ଆପଣ କେତେ ଆଶାବାଦୀ ଅଛନ୍ତି ଯେ ସମାଧାନ ବାଟ ବାହାରିବ? ମୁଁ ତ ଆଶାବାଦୀ ସବୁବେଳେ ଆଶାବାଦୀ ଯେ ଏଇ ଟର୍ଣ୍ଣିଂ ଭିତରୁ କିଛି ନୂଆ କଥା ବାହାରୁ ଏବଂ ମୁଁ ଆଶାବାଦୀ ଯେହେତୁ 3ଟି ସ୍ତରରେ କେନ୍ଦ୍ର ଏବଂ 2 ରାଜ୍ୟ ସରକାର ସ୍ତରରେ ବିଜେପି ସରକାର ଅଛି, ତେଣୁ ଏ କଥାର ସମାଧାନର ଗୋଟେ ସୁଯୋଗ ଆମ ପାଇଁ ଅଛି। ତାକୁ କିଭଳି ଭାବରେ ଆମେ ବ୍ୟବହାର କରୁଛୁ ସେଇଟା ହେଉଛି କଥା ଏବଂ ବ୍ୟବହାର କଲାବେଳେ ଆମ ସ୍ୱାର୍ଥ କେତେ ମାନେ ସୁରକ୍ଷିତ ହେବ ସେଥିପାଇଁ ନଜର ଅନ୍ଦାଜ କଲେ ହେବ ନାହିଁ। ଆମକୁ ଫାର୍ମ ହେବାକୁ ପଡ଼ିବ, ଆମକୁ ଷ୍ଟ୍ରଙ୍ଗ ହେବାକୁ ପଡ଼ିବ, କିଛି ପ୍ରସଙ୍ଗ ଉପରେ नो କମ୍ପ୍ରମାଇଜ୍। ଏଇ କଥାଟା ଯଦି କରନ୍ତେ ସେମାନେ ମୁଁ ଭାବୁଛି ସବୁଠୁ ଭଲ ହୁଅନ୍ତା ଏବଂ ଆଶାବାଦୀ ହେବା ଉଚିତ, କାରଣ ଏ ନଦୀକୁ ନ ବଞ୍ଚେଇଲେ ଓଡ଼ିଶା ବଞ୍ଚିବନି। ଓଡ଼ିଶାର 15ଟି ଜିଲ୍ଲା ଛଟପଟ ହେବ ଏବଂ ଆଜି ଯାହା ଦେଖୁଛନ୍ତି ଆପଣ ଆଉ 10 ବର୍ଷ 15 ବର୍ଷ 20 ବର୍ଷ ପରେ ଅବସ୍ଥା ସାଂଘାତିକ ହେବ। ଜଳବାୟୁ ପରିବର୍ତ୍ତନ ଯେଭଳି ଭାବରେ ହେଉଛି ଆପଣ ଯଦି ତାକୁ ଯଦି ଏବେଠୁ ଚିନ୍ତା ନ କରିବେ ଗୋଟେ ଭୟଙ୍କର ସ୍ଥିତିକୁ ଆମେ ଯିବା। ସେଇ ଦୃଷ୍ଟିରୁ ମୁଁ ଭାବୁଛି ରାଜନୈତିକ ଦଳ ଏବଂ ଶାସକ ଦଳ ଏମାନଙ୍କ ଭିତରେ ଗୋଟେ ସାମଞ୍ଜସ୍ୟ ଗୋଟେ ସହମତି ଆସିବା ଦରକାର। କାଦୁଅ ଫୋପାଡ଼ି କରନି, ଆଉ ଯାହା କାଦୁଅ ଫୋପାଡ଼ିଲା କିଏ କଲାନି ଇଏ କଲାନି ସେ କଲାନି ଏସବୁ କଥା ସବୁ ଯାହା ଚାଲିଥିଲା ଆଗରୁ ତାକୁ ବନ୍ଦ କରିକି ଗୋଟେ କନଷ୍ଟ୍ରକ୍ଟିଭ ୱେରେ ଗୋଟେ ଆସ୍ତିସୂଚକ ଢଙ୍ଗରେ ଆଗକୁ ବଢ଼। ତାହା ଯଦି କରିପାରିବ ତେବେ ଭବିଷ୍ୟତ ପିଢ଼ି ଭାବିବ ଯେ ହଁ ଆମେ ଠିକ୍ କାମ କରିଛେ, ନହେଲେ ଭବିଷ୍ୟତ ପିଢ଼ିର କାଠଗଡ଼ାରେ ତୁମେ ଛିଡ଼ା ହେବାକୁ ବାଧ୍ୟ। ସେ ସମାଧାନ ତାର ବାଟ ଯଦି ନ ବାହାରିଲା ଆପଣ ଯେଉଁମାନେ ଆନ୍ଦୋଳନ କରୁଛନ୍ତି କ'ଣ ପଦକ୍ଷେପ ରହିବ ଆପଣଙ୍କର? ଦେଖନ୍ତୁ ଆମ ଆନ୍ଦୋଳନ ଆମେ କେତେ ବାଟ ଯାଇପାରିବା? କର୍ଣ୍ଣାଟକର ଆନ୍ଦୋଳନ ହେଉଛି ନା ନାହିଁ? କାବେରୀକୁ ନେଇକି ହେଉଛି। ଆପଣଙ୍କ ତେଲେଙ୍ଗାନାରେ ହେଉଛି ନା ନାହିଁ? ହେଉଛି। ବିଭିନ୍ନ ଜାଗାରେ ନଦୀକୁ ନେଇକି ଆନ୍ଦୋଳନ ହେଉଛି, କିନ୍ତୁ ସେ ଆନ୍ଦୋଳନର ସମାଧାନଟା କେଉଁଠି ରହୁଛି? ବ୍ୟାପକ ଭାବରେ ସମାଧାନ ରହୁଛି କେଉଁଠି ନା ରାଜନୈତିକ ସ୍ତରରେ ଏବଂ ସରକାର ସ୍ତରରେ। ଯଦି ରାଜନୈତିକ ଆଉ ସରକାର ସ୍ତରରେ ଯଦି ସମାଧାନ ନ ହୁଏ ଆମେ ତ କରିବୁ, ଆମେ ଜୀବନ ସାରା କରୁଥିବୁ। ସରକାର ଏବେ